प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗ ନୂତନ ଶିକ୍ଷାରେ ପୁନର୍ବାର ମୁଁ ସ୍ୱାଗତ କରେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସ୍ୱର୍ଗର ପରମେଶ୍ୱର ଆଜି ମଧ୍ୟ ତାହାଙ୍କ ଜୀବନ୍ତ ବାକ୍ୟ ଜରିଆରେ ଆମ ସମସ୍ତଙ୍କୁ ସେ କଥା ହେବା ପାଇଁ ଚାହାନ୍ତି। ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରିବା ପାଇଁ ଚାହାନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟଠାରୁ ଆମେ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ନୂତନ ବର୍ଷରେ ନୂତନ ହେବାର ଉପାୟ କ'ଣ ଅଟେ। ନୂତନ ବର୍ଷରେ ନୂତନ ହେବାର ଉପାୟ କ'ଣ ଅଟେ। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀମାନେ, ଏହି ପ୍ରସଙ୍ଗଟି ଶୁଣିଲା ପରେ ଆପଣମାନଙ୍କ ମନ ମଧ୍ୟରେ ଗୋଟେ ପ୍ରଶ୍ନ ଆସୁଥିବ ଯେ ଆମେ ତ ନୂତନ ବର୍ଷ ଅତିକ୍ରମ କଲୁଣି, ଆଉ ନୂତନ ବର୍ଷ ବିତିଗଲାଣି, ତଥାପି ଭାଇ ଏହି ପ୍ରସଙ୍ଗ ଗୁଡ଼ିକ କାହିଁକି ସେ ପ୍ରସ୍ତୁତ କରୁଅଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଜଣେ ପରିତ୍ରାଣ ପାଇଥିବା ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏହି ପ୍ରକାର ଗୋଟେ କୌଣସି ସ୍ୱତନ୍ତ୍ର ନୂତନ ଦିନ ନାହିଁ ଯେ ସେ ଯେପରି ପ୍ରଭାବିତ ହୋଇଯିବ, ସେ ଯେପରି ପରିବର୍ତ୍ତନ ହୋଇଯିବ। କିନ୍ତୁ ଜଣେ ପରିତ୍ରାଣ ପାଇଥିବା ଖ୍ରୀଷ୍ଟିଆନ ନିମନ୍ତେ ପ୍ରତିଦିନ ତାଙ୍କ ପାଇଁ ନୂତନ ଅଟେ। ପ୍ରତିଦିନ ସେ ବିଶ୍ୱାସୀ ପାଇଁ ଗୋଟେ ନୂତନ ଜୀବନ ପାଇବାର ଆଶା ଥାଏ, ନୂତନ ବିଷୟ ଶିଖିବାର ଆଶା ଥାଏ ଏବଂ ପରିବର୍ତ୍ତିତ ହେବାର ତୃଷା ଆଉ କ୍ଷୁଧା ତାଙ୍କ ଭିତରେ ଥାଏ। ଏହି ଉଦ୍ଦେଶ୍ୟ ନେଇ, ଏହି ମନୋଭାବ ନେଇ ଆଜିର ଏହି ପ୍ରସଙ୍ଗକୁ ମୁଁ ସେହି ପ୍ରକାର ଭାଇ ଭଉଣୀମାନଙ୍କ ନିମନ୍ତେ ମୁଁ ପ୍ରସ୍ତୁତ କରୁଅଛି। ପ୍ରିୟ ଭାଇ ଭଉଣୀମାନେ, ତେବେ ଆସନ୍ତୁ ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଯେ ଆଜିର ପ୍ରସଙ୍ଗ ଏହିପରି ଅଟେ ଯେ ନୂତନ ବର୍ଷରେ ଜଣେ ବ୍ୟକ୍ତି ନୂତନ ହେବା ପାଇଁ କ'ଣ କରିବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ଆସନ୍ତୁ ସିଧାସଳଖ ଆମେ ପ୍ରଭୁଙ୍କ ବାକ୍ୟରୁ ଗୋଟିଏ ଅଂଶ ପାଠ କରୁ କରୁ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ହିତୋପଦେଶ 20 ଅଧ୍ୟାୟକୁ ଆସିବେ। ହିତ ଉପଦେଶ 20 ଅଧ୍ୟାୟ 9 ପଦରେ ପ୍ରକାର ଲେଖାଯାଏ, ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ଆପଣ ଏହି ସ୍ଥାନରେ ଦେଖିପାରୁଥିବେ ଯେ ଦୁନିଆର ସବୁଠାରୁ ଜ୍ଞାନୀ ବ୍ୟକ୍ତି, ଧନୀ ବ୍ୟକ୍ତି ଆଉ ଅନୁଭବୀ ବ୍ୟକ୍ତି ସେ ପ୍ରକାର ଲେଖୁଛନ୍ତି ଯେ ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ। ଆମେ କହିପାରୁ ଯେ ମୋ ଘରେ ମୁଁ ନୂତନ ରଙ୍ଗ ଦେଲି ନୂଆ ବର୍ଷରେ, ଏହି ନୂତନ ବର୍ଷରେ ମୁଁ ମୋ ସ୍ତ୍ରୀକୁ ନୂଆ ଶାଢ଼ୀ କିଣିଲି, ମୋ ପାଇଁ ନୂଆ ଡ୍ରେସ୍ କିଣିଲି। ଆପଣ କହିପାରନ୍ତି ଯେ ମୁଁ ଏହି ନୂଆ ବର୍ଷରେ ଗୋଟେ ନୂଆ ଗାଡ଼ି କିଣିଲି, ନୂଆ କାର୍ କିଣିଲି। କିନ୍ତୁ ଏହିପରି ବ୍ୟକ୍ତି ଆମର ଖ୍ରୀଷ୍ଟିଆନ ସମାଜରେ ହେଉ କିମ୍ବା ଅଣଖ୍ରୀଷ୍ଟିଆନ ସମାଜରେ ହେଉ, ଏହିପରି ବ୍ୟକ୍ତି କିଏ ଅଛି ଯେ ମୁଁ ମୋର ମନକୁ ନିର୍ମଳ କରିଛି, ଅର୍ଥାତ୍ ମୋର ମନକୁ ମୁଁ ନୂଆ କରିଦେଲି, ମୋର ମନକୁ ମୁଁ ପରିବର୍ତ୍ତନ କରିଦେଲି, ମୁଁ ପାପକୁ ଛାଡ଼ିଦେଲି, ପୁରାତନ ସ୍ୱଭାବକୁ ଛାଡ଼ି ନୂତନ ସ୍ୱଭାବକୁ ଆସିଲି। ଏହି ପ୍ରକାର କହିବା ବ୍ୟକ୍ତି କିଏ ଅଛନ୍ତି। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀମାନେ, ଏହି ନୂତନ ବର୍ଷରେ ଆମେ ଯେ ନୂତନ ଘର ବାନ୍ଧିବା, ନୂତନ ଗାଡ଼ି କିଣିବା, ନୂତନ ଡ୍ରେସ୍ କିଣିବା, ନୂତନ ମୋବାଇଲ କିଣିବା ଆଉ ନୂତନ ଜାଗତିକ ବିଷୟରେ ଯେ ଆସକ୍ତ ରହିବା, ଏତିକି ପରମେଶ୍ୱର ଚାହାନ୍ତି ନାହିଁ, ଏତିକି ଆମ ଜୀବନରେ ଯଥେଷ୍ଟ ନୁହେଁ। ପରମେଶ୍ୱର ଚାହାନ୍ତି ଏହି ନୂତନ ବର୍ଷରେ ଆମେ ଗୋଟେ ନୂତନ ମନକୁ ଧାରଣ କରୁ, ନୂତନ ସ୍ୱଭାବକୁ ଧାରଣ କରୁ। ଏହା ପରମେଶ୍ୱର ଚାହାନ୍ତି। ତ ଜଣେ ବ୍ୟକ୍ତି ନୂତନ ହେବା ପାଇଁ, ତାର ମନକୁ ନିର୍ମଳ କରିବା ପାଇଁ, ତାର ମନକୁ ସେ ନୂଆ କରିବା ପାଇଁ କ'ଣ କରିବା ଆବଶ୍ୟକ ରହିଛି। ଯଦି ଆପଣମାନେ ପଢ଼ିବେ ମୋ ସହିତ 2 କରିନ୍ଥୀୟ 5 ଅଧ୍ୟାୟ 17 ପଦରେ ପ୍ରକାର ଲେଖାଯାଏ। 2 କରିନ୍ଥୀୟ 5 ଅଧ୍ୟାୟ 17 ପଦ ଲେଖାଯାଏ, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରଭୁଙ୍କ ନାମର ଗୌରବ। ବାକ୍ୟ କହେ ଯେ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହେଇଛି। ନୂତନ ସୃଷ୍ଟି ହେବାର ଅର୍ଥ ଏହା ନୁହେଁ
ଯେ ସେ ପ୍ରଥମରେ ଦରିଦ୍ର ଥିଲେ, ଯୀଶୁଙ୍କ ଠାରେ ଆସିବାରୁ ସେ ଧନବାନ ହେଇଗଲେ। ଏହି ବାକ୍ୟର ଅର୍ଥ ଏହା ନୁହେଁ, କିନ୍ତୁ ସେ କହନ୍ତି ଯେ ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହୋଇଛି। ନୂତନ ସୃଷ୍ଟି ହେବାର ଅର୍ଥ କ'ଣ? ପୁରାତନ ସ୍ୱଭାବକୁ ଛାଡ଼ି ସେ ନୂତନ ସ୍ୱଭାବକୁ ଆସିଛି। ଯେଉଁ ସମୟରେ ଆମେ ପ୍ରଭୁଙ୍କୁ ଜାଣିନଥିଲୁ, ସେହି ସମୟରେ ଆମେ ମଦ ପିଇ, ଜୁଆ ଖେଳି, ଲୋକଙ୍କର ଚୋରି କରି, ବ୍ୟଭିଚାର କରି ବିଭିନ୍ନ ପାପରେ ଆମେ ଲିପ୍ତ ଥିଲୁ। ମାତ୍ର ଖ୍ରୀଷ୍ଟଙ୍କ ଠାରେ ଆସିବାରୁ ଆମକୁ ପ୍ରଭୁ ସେହି ସବୁ ପୁରାତନ ସ୍ୱଭାବରୁ ଆମକୁ ବାହାର କରି ଆମ ଭିତରେ ଗୋଟେ ନୂତନ ସ୍ୱଭାବ ସେ ଆମକୁ ଦେଇଅଛନ୍ତି। ତାହାଙ୍କ ନାମର ଗୌରବ ହଉ। ଜଣେ ବ୍ୟକ୍ତି ନୂତନ ହେବାକୁ ହେଲେ, ସେହି ସବୁ ପାପ ମନ୍ଦରୁ ବାହାରି ଆସିବାକୁ ହେଲେ ସେ ଖ୍ରୀଷ୍ଟଙ୍କ ଠାରେ ରହିବାର ଆବଶ୍ୟକ ରହିଛି। ଖ୍ରୀଷ୍ଟଙ୍କ ବିନା ଜଣେ ପରିବର୍ତ୍ତନ ହେବା ଅସମ୍ଭବ ଅଟେ। ଯୀଶୁଙ୍କ ବିନା ଜଣେ ବ୍ୟକ୍ତି ମଦ ଛାଡ଼ିବା, କୁଡ଼ିଆ ଛାଡ଼ିବା, ସ୍ତ୍ରୀକୁ ମାରିବାଟା ଛାଡ଼ିବା, ପରିବାରର ଅଶାନ୍ତି ଦୂର କରିବା ଅସମ୍ଭବ ଅଟେ। ଯୀଶୁ ହିଁ ଏକମାତ୍ର ମାଧ୍ୟମ ଅଟନ୍ତି ଆମେ ନୂଆ ହେଇପାରିବା, ଆମେ ଗୋଟେ ପରିବର୍ତ୍ତିତ ବ୍ୟକ୍ତି ଆମେ ହେଇପାରିବା। ପ୍ରଭୁଙ୍କ ନାମର ଗୌରବ ହଉ। ଆଜି ଅନେକ ଭାଇ ଭଉଣୀମାନେ ମଣ୍ଡଳୀରେ ରହି ମଧ୍ୟ, ସେମାନେ ସଂସ୍ଥାରେ ରହି ମଧ୍ୟ ଆଜି ପୁରାତନ ଅବସ୍ଥାରେ ଅଛନ୍ତି। କାହିଁକି? ସେମାନେ ମଣ୍ଡଳୀରେ ଅଛନ୍ତି, ସେମାନେ ସଭା ସମିତିରେ ଅଛନ୍ତି, ସଂସ୍ଥାରେ ଅଛନ୍ତି, ଡିନୋମିନେସନରେ ଅଛନ୍ତି, କିନ୍ତୁ ସେମାନେ ଖ୍ରୀଷ୍ଟଙ୍କ ଠାରେ ନାହାନ୍ତି। ଖ୍ରୀଷ୍ଟଙ୍କ ଠାରେ ରହିବାର ଅର୍ଥ କ'ଣ? ଯେ ଖ୍ରୀଷ୍ଟଙ୍କ ପରି ବଞ୍ଚିବା, ଖ୍ରୀଷ୍ଟଙ୍କର ମନକୁ ଧାରଣ କରିବା, ଖ୍ରୀଷ୍ଟଙ୍କର ସ୍ୱଭାବକୁ ଆମେ ଧାରଣ କରିବା, ଆଉ ଖ୍ରୀଷ୍ଟଙ୍କୁ ନିଜ ବସ୍ତ୍ର ରୂପେ ପରିଧାନ କରିବା। ଏହା ବାଇବେଲ ଆମମାନଙ୍କୁ କହେ। ପ୍ରଭୁଙ୍କ ନାମର ଗୌରବ ହଉ। ସେଥିପାଇଁ ଆମେ ନୂଆ ହେବାକୁ ହେଲେ, ନୂତନ ହେବାକୁ ହେଲେ ଆମକୁ କ'ଣ କରିବା ଆବଶ୍ୟକ ରହିଛି? ଆମେ ଖ୍ରୀଷ୍ଟଙ୍କ ସହିତ ଆମେ ରହିବାର ଆବଶ୍ୟକ ରହିଛି। ଆମେ ନୂତନ ହେବାକୁ, ଜଣେ ବ୍ୟକ୍ତି ନୂତନ ହେବାକୁ ଆମେ କ'ଣ କରିବା ଆବଶ୍ୟକ ରହିଛି? ଆପଣମାନେ ମୋ ସହିତ ପ୍ରଥମ ସାମୁଏଲ 10 ଅଧ୍ୟାୟକୁ ଆସିବେ। ପ୍ରଥମ ସାମୁଏଲ 10 ଅଧ୍ୟାୟ 4 ପଦରୁ 6 ପଦ ପର୍ଯ୍ୟନ୍ତ ମୁଁ ପଢ଼ୁଛି। ଲେଖାଯାଏ, ପୁଣି ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ 2 ଗୋଟି ରୋଟି ଦେବେ, ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ। ଏଉତାରେ ତୁମ୍ଭେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେବ। ସେଠାରେ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳ ଅଛନ୍ତି। ଆଉ ସେଠାରେ ନଗର ପ୍ରବେଶ ସ୍ଥାନକୁ ଆସିଲେ ନେବଲ ଓ ତାରା ଓ ବଂଶୀ ଓ ବୀଣା ନେଇ ଉଚ୍ଚସ୍ଥଳୀରୁ ଓହ୍ଲେଇ ଆସିବାର ଏକ ଦଳ ଭବିଷ୍ୟତ ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ। ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିବେ। ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମମାନଙ୍କୁ ଆକ୍ରାନ୍ତ କରିବେ। ତହିଁରେ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟତ ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହେଇଯିବ। ପ୍ରଭୁଙ୍କ ନାମର ଗୌରବ ହଉ। ଏହି ବ୍ୟକ୍ତି ସେ ହେଉଛନ୍ତି ସାଉଲ। ସେ ଗଧ ଖୋଜିବା ପାଇଁ ଯାଇଥିଲେ। ଗଧ ଖୋଜି ସେ ନ ପାରି ପ୍ରଭୁଙ୍କର ଦାସ ବା ପ୍ରଭୁଙ୍କର ଅଭିଷିକ୍ତ ଲୋକ ଯେ ସାମୁଏଲ, ତାଙ୍କ ପାଖକୁ ଗଲା ପରେ ସେ ଏହି ପରାମର୍ଶ ଦେଇ ତାଙ୍କୁ ନିଜ ଘରକୁ ପଠାଉଛନ୍ତି। ଆଉ ସେ କହୁଅଛନ୍ତି, ତୁମେ ଯାଉ ଯାଉ ଗୋଟେ ଭବିଷ୍ୟତ ବକ୍ତାମାନଙ୍କ ଦଳକୁ ତୁମେ ସାକ୍ଷାତ କରିବ। ଆଉ ସେମାନଙ୍କ ସଙ୍ଗରେ ତୁମେ ମିଶିଲା ପରେ ସଦାପ୍ରଭୁଙ୍କ ଆତ୍ମା ତୁମକୁ ଆକ୍ରାନ୍ତ କରିବେ। ଆଉ ତୁମେ କ'ଣ ହେଇଯିବ? ପରିବର୍ତ୍ତିତ ହୋଇ ବଦଳି ଯାଇ ତୁମେ ଗୋଟେ ଅନ୍ୟ ପ୍ରକାର ଲୋକ ହେଇଯିବ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ନାମର ଗୌରବ ହଉ। ଆପଣ କେତେବେଳେ ପରିବର୍ତ୍ତିତ ହେବେ? ଆପଣ କେତେବେଳେ ନୂଆ ଲୋକ ହେଇଯିବେ? ଆପଣ ଗୋଟେ ରାଇଟ୍ ଫେଲୋସିପ୍ରେ ରହିଲେ, ଆପଣ ଠିକ୍ ସହଭାଗିତାରେ ରହିଲେ ଆପଣ ଗୋଟେ ନୂଆ ଲୋକ ହେଇଯିବେ। ଆପଣ ପରିବର୍ତ୍ତିତ ହେଇଯିବେ। ଯଦି ଆପଣମାନେ ମଦୁଆ ସହିତ ଅଛନ୍ତି, ଆପଣ ଜୀବନ ସାରା ଆପଣ ମଦ ପିଇ ପିଇ ଆପଣଙ୍କ ଜୀବନକୁ ନଷ୍ଟ କରିବେ। ଯଦି ଆପଣ ମଦୁଆମାନଙ୍କ ସାଙ୍ଗ ଛାଡ଼ିଦେବେ, ଯଦି ଆପଣ ଜ୍ଞାନୀ ଲୋକ ସହିତ ବୁଲିବେ, ଆପଣ ମଦୁଆ ହେବେ ନାହିଁ, ଆପଣ ଜ୍ଞାନୀ ହେଇଯିବେ। ଆପଣ ଗୋଟେ ପ୍ରାର୍ଥନାକାରୀ ସହିତ ମିଶିବେ, ଆପଣ ମଧ୍ୟ ପ୍ରାର୍ଥନାକାରୀ ହେବେ। ସେଥିପାଇଁ ଠିକ୍ ଚର୍ଚ୍ଚ, ଠିକ୍ ସହଭାଗିତା ରହିଲେ ଜଣେ ବ୍ୟକ୍ତି କ'ଣ ହେଇଯାଏ? ସେ ନୂତନ ହେଇଯାଏ, ସେ ପରିବର୍ତ୍ତିତ ହେଇଯାଏ, ତାର ମନ ବଦଳିଯାଏ। ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଯଦି ପ୍ରେରିତ ପୁସ୍ତକ 1 ଅଧ୍ୟାୟ 8 ପଦକୁ ପଢ଼ିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ପରେ ସେ ଆପଣ ଶିଷ୍ୟମାନଙ୍କୁ କହୁଛନ୍ତି, ଲେଖାଯାଏ, କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ। ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଉପରେ ଅବତୀର୍ଣ୍ଣ ହେଲେ ସେ କ'ଣ ହେବ? ଶକ୍ତି ପ୍ରାପ୍ତ ହେବ। ଆମକୁ ନୂଆ କରିବା ପାଇଁ, ଆମେ ନୂଆ ହେବା ପାଇଁ ଆମେ ଚାହିଁଲେ ଆମେ ହେଇପାରିବା ନାହିଁ। ଆମେ ପବିତ୍ର ଜୀବନ ଆମେ ଇଚ୍ଛା କଲେ ଆମେ ବିତେଇ ପାରିବା ନାହିଁ।
किंतु पवित्र आत्मा जेतेबेले आम उपरे आसंती, पवित्र आत्मा आमको जेतेबेले से स्पर्श करंती, आमे पवित्र आत्मा जेतेबेले पूर्ण हेउ से समय आमे कोन हे जाऊ, बदली जाऊ। पवित्र आत्मा एथिपाई परमेश्वर आमको दैछंती आमे जेपरि पवित्र हेबा, आमे गोटे नुआ लोक हेबा, पुरातन स्वभावरु बाहरी आसीबा। एथिपाई परमेश्वर पवित्र आत्मा दैछंती। आउ जणे व्यक्ति नुआ हेबाकु हेले, परिवार रे शक्ति पाइबाकु हेले, क्यों शक्ति? शत्रु को क्षमा देवा शक्ति। क्यों शक्ति? अभाव समय रे प्रभु को वाक्य रे ठिया ही रहिबा शक्ति। आउ एही शक्ति प्राप्त जणे व्यक्ति हुए आउ नुआ लोक हो जाए केतेबेले पवित्र आत्मा जेतेबेले जणे व्यक्ति पाए। सेतिपाई नूतन मनुष्य हेबाकु हेले, नुआ हेबाकु हेले हमको पवित्र आत्मा को आवश्यक रही। पवित्र आत्मा आम साहाय्यकारी अटंती, आउ से सब बेले आमको साहाय्य करबा पय से प्रस्तुत अटंती। आमे जहा कहबू से विषय से आम कोन करिवे, साहाय्य करिवे। एफिसियो पुस्तक 5 अध्याय 18 पद रे लिखा जाय, आउ द्राक्षारस रे मत न हुओ, सेथिरु तो अत्याचार जन्मे, मात्र आत्मा रे पूर्ण होई गीत। प्रिय भाई भणी माने आत्मा रे पूर्ण होई गले आपणक मुखरु मंद महिला भाषा बाहर बने। आत्मा रे पूर्ण हो गले आपण निज स्त्री को, निज स्वामी को आपण गाली करिवे ना। आत्मा रे पूर्ण हो गले आपण अन्य को अभिशाप देबे ना, आपण शत्रु को क्षमा देबे। आत्मा रे पूर्ण हो गले अभिशाप बाहरिबा मुखरु धन्यवाद बाहरे, प्रशंसा बाहरे, अन्य मान को आशीर्वाद रो शब्द बाहरे। प्रभु को नाम रो गौरव हो। सेतिपाई आमको नुआ हेबाको हेले, ए नुआ वर्ष रे जणे प्रकृत ख्रिस्टियन हेबाको हेले आमको कोन करिबा आवश्यक रहिछि? आमे ख्रिस्टन सहित रहिबार आवश्यक रहिछि, आमे गोटे ठीक सहभागिता रहिबार आवश्यक रहिछि, एवं आपणको मते पवित्र आत्मा रे पूर्ण हेबार आवश्यक रहिछि। प्रभु ए वाक्य द्वारा आम समस्तंकु प्रचुर भाव रे आशीर्वाद करंतु। आमेन।